ଯେତେକ ପିଲା ସବୁ ତମର କ'ଣ ଅଛ ନା ବିଲୋ 40% ପିଲା ଅଛ, ବିଲୋ 40% ପିଲା ଅଛ ହେଲା। ଆରେ ରାଜ୍ୟ କରିବା କିଛି ନାହିଁ, କଥାବାର୍ତ୍ତା ହୁଅ। ଇଏ ସାର୍ ମୁଁ ଗୋଟେ ବିଲୋ 40% ପିଲା, ମୁଁ ଗୋଟେ ଗଧ ପିଲା, କୁହ କମେଣ୍ଟ ସେକ୍ସନ ସମସ୍ତେ ଜଣେଇ ଦିଅ। ମୁଁ ଜାଣିଛି ତମର ସବୁ ଜାଣିଛି, ମୁଁ ଜାଣିଛି ତମର ସବୁ ଜାଣିଛି ହେଲା। ମୁଣ୍ଡରେ ସବୁ ମାନେ କ'ଣ ବୋଝ ବସିଯିବନି ତମମାନଙ୍କର। ଆମେ ସବୁ କ'ଣ କରିବୁ, ସାଇନ୍ସ ପରୀକ୍ଷାରେ କିପରି ଲେଖିବୁ, ଯେମିତି କରି କ'ଣ ସାଇନ୍ସ ଓଡ଼ିଆ ଇଂଲିଶ ଆଉ କ'ଣ ସଂସ୍କୃତ ପରୀକ୍ଷା ଆମେ କ'ଣ ପାସ୍ କରିଗଲୁ, ସାଇନ୍ସ ପରୀକ୍ଷାରେ ଲେଖିବୁ କ'ଣ ତମମାନଙ୍କ ପାଇଁ ପିଲାମାନେ କ'ଣ ପର୍ଟିକୁଲାର ଭିଡ଼ିଓଟି, ତମମାନଙ୍କ ପାଇଁ ହିଁ ପିଲାମାନେ କ'ଣ ଏଇ ପର୍ଟିକୁଲାର ଭିଡ଼ିଓଟି। କ'ଣ କରିବା କିଛି ନାହିଁ, 2 ମିନିଟ୍ ସେକ୍ସନ ତମମାନଙ୍କ ପାଇଁ ନେବି, 2 ମିନିଟ୍ ନେବି ପିଲାମାନେ। କ'ଣ କରିବା ଏକ୍ଜାମ୍ ହଲ୍ରେ କ'ଣ କରିବା ଯଦି ଆମକୁ କିଛି ନ ଆସିଲା। ପ୍ରଥମ କଥା ହେଲା ପିଲାମାନେ ଆମକୁ କିଛି ପଢ଼ିବାକୁ ପଡ଼ିବ। ପ୍ରଥମ କଥା ହେଲା ପିଲାମାନେ କ'ଣ ଆମକୁ କିଛି ସବଜେକ୍ଟ ଭିଡ଼ିଓ ପିଲାମାନେ କ'ଣ କିଛି ପଢ଼ିବାକୁ ପଡ଼ିବ। କ'ଣ କିଛି ପିଲାମାନେ ପଢ଼ିବାକୁ ପଡ଼ିବ, କିଛି ନା କିଛି ତ ପଢ଼ିବାକୁ ହିଁ ପଡ଼ିବ। ତମେ ଯଦି କହିବ ସାର୍ କିଛି ନ ପଢ଼ିବି ତାହେଲେ କିପରି ସମ୍ଭବ, ଏଇଟା ସମ୍ଭବ ନୁହଁ। ତମେ ଆଗ ପିଲାକୁ ଦେଖିବାକୁ ଚେଷ୍ଟା କରିବି, ତମକୁ ସେ କେତେ ଦେଖେଇବ, ସେ ନିଜେ ଲେଖିବ ନା ତମକୁ ସେ ଦେଖେଇବ, ମୋତେ କୁହ। ଆଗେ ଗୋଟେ ଭଲ ପିଲାଟା ପଢ଼ିଥିଲେ ତମକୁ ଦେଖିବ ନା, ତମମାନଙ୍କ ଯଦି ଆଗରେ ଯଦି ଗଧ ପିଲା ପଢ଼ିଥିବ ତାହେଲେ ତମକୁ ସେ କ'ଣ ଦେଖିବ, ତମେ ଗଧକୁ ସେ ଗଧ, ଯଦି ଗଧକୁ ଗଧ ପଚରା ପଚରି ହବ ତାହେଲେ ତମର କିଛି ପଢ଼ିବାକୁ ପଡ଼ିବ ନା, ତାହେଲେ କିଛି ଏକ୍ଜାମ୍ ହଲ୍ରେ ଲେଖିପାରିବ। ବୁଝିବ ରେ। ଆଚ୍ଛା, ପ୍ରଥମେ ମୁଁ କହୁଛି ଅବଜେକ୍ଟିଭ କଥା। ଅବଜେକ୍ଟିଭରେ ଆମେ କ'ଣ କରିବା, ଅବଜେକ୍ଟିଭରେ କ'ଣ କରିବା, ଯେତେ ପାରୁଛ କ'ଣ ପଚାର, ଆଗ ପିଲାକୁ ପଚାର, ପଛ ପିଲାକୁ ପଚାର, ସାଇଡ୍ ପିଲାକୁ ପଚାର, ତମକୁ ଯାହା କରୁଛ କର। ତମମାନଙ୍କୁ ପିଲାମାନେ କ'ଣ କରିବାର ଅଛି, ଅବଜେକ୍ଟିଭ ପିଲାମାନେ 40+ ରଖିବାର ଅଛି। ମୁଁ କହୁଛି ପିଲାମାନେ ରଖିବାକୁ ପଡ଼ିବ, 40+ ରଖିବାକୁ ପଡ଼ିବ। କାହିଁକି, ତମର କିଛି ପାଠ ପଢ଼ିନ, ତମର ଗଧ ପିଲା କହିଲା ନା, ତେଣୁ ତମକୁ ପାଠ କିଛି ପଢ଼ିନ, ଆମକୁ ଅବଜେକ୍ଟିଭରେ 40+ ରଖିବାକୁ ହିଁ ପଡ଼ିବ ପିଲାମାନେ। କିପରି ରଖିବ ଏଇଟା ହେଉଛି ତମ ଉପରେ କ'ଣ ଡିପେଣ୍ଡ କରୁଛି ହେଲା, କିପରି ଲେଖିବ। ଯଦି କିଛି ନ ଆସୁଛି ତାହେଲେ ମନ ଇଚ୍ଛା ବୁଲି ଦେବନି, ଆଗ ପିଲାକୁ ପଚାର, ସାଇଡ୍ ପିଲାକୁ ପଚାର, ତମେ ତମର କପି କରିବା ତମେ ତମର କର, କିନ୍ତୁ ପରୀକ୍ଷା ହଲକୁ କପି ନେଇକି ଯିବନି ହେଲା। ଏଇଟା କୌଣସି ପିଲାମାନେ ମାନେ କ'ଣ କହିଲୁ ଆପ୍ରୁଭାଲ ମେଥଡ଼ ତମକୁ ମୁଁ କହୁନି କ'ଣ କପି କରିବା ପାଇଁ ହେଲା। ତମମାନେ କ'ଣ କର ନିଜେ କ'ଣ କର, ପିଲାମାନେ ସଂଗ୍ରହ କରି କ'ଣ ଲେଖିପାରିବ। କିମ୍ବା ତମେ ଯଦି ଚାହୁଁଛ ପଢ଼ିବା ପାଇଁ, ଯଦି ପଢ଼ିବା ପାଇଁ ପିଲାମାନେ ଚାହୁଁଛ ତାହେଲେ ତମକୁ ମୁଁ ଖାଲି କହିବି ଗୋଟେ ଜିନିଷ କ'ଣ କର ନା, ସାର୍ ପରୀକ୍ଷା ଦର୍ପଣରେ ଯେତେକ ଅଛି, ପରୀକ୍ଷା ଦର୍ପଣରୁ ଆମର ମଡେଲ ପେପର 1 ରୁ ଆରମ୍ଭ କରିକି ମଡେଲ ପେପର 5 ଭିତରେ, ମଡେଲ ପେପର 1 ରୁ ଆରମ୍ଭ କରିକି ମଡେଲ ପେପର 5 ଭିତରେ ଯେତେକ ବି 250ଟା MCQ କ୍ୱେଶ୍ଚନ ଅଛି, 250ଟା MCQ କ୍ୱେଶ୍ଚନ ଅଛି, ତାକୁ କ'ଣ କର ପଢ଼ିକି ଯାଅ ପରି। କିମ୍ବା ଆଉ କ'ଣ କର ପିଲାମାନେ, ଆଉ କ'ଣ କର ଲାଷ୍ଟ 3 ବର୍ଷରେ କିମ୍ବା 5 ବର୍ଷରେ, ଲାଷ୍ଟ 3 ବର୍ଷ 5 ବର୍ଷ 2023, 22, 21, 19, 18 এই ବର୍ଷର ଯେତେକ ବି କ'ଣ ଅଛି ପିଲାମାନେ MCQ କ୍ୱେଶ୍ଚନ ଅଛି, ପାଖାପାଖି କେତେଟା କ୍ୱେଶ୍ଚନ ହେବ, ଲାଷ୍ଟ 5 ବର୍ଷ ହେଲେ କେତେଟା କ୍ୱେଶ୍ଚନ ହେବ, ସେଇ 250 କ୍ୱେଶ୍ଚନ ହେବ, 250ଟା କ୍ୱେଶ୍ଚନ ହେବ। ତ ଏଠି 250 କେତେଟା କ୍ୱେଶ୍ଚନ ହେଲା, 500 କ୍ୱେଶ୍ଚନ ହେଲା। ଏଇ 500 କ୍ୱେଶ୍ଚନରୁ ତମର ଇଜିଲି ପିଲାମାନେ 30ଟା କ୍ୱେଶ୍ଚନ କ'ଣ ହେଇଯିବ, ବାଜିଯିବ। କୋଉଠୁ ପିଲାମାନେ, ଅବଜେକ୍ଟିଭ ବାଜିଯିବ। ମୋର ବୁଝିପାରୁଛ 500 କ୍ୱେଶ୍ଚନରୁ 30ଟା କ୍ୱେଶ୍ଚନ ତମର କ'ଣ ହେଇଯିବ ପିଲାମାନେ, ଅବଜେକ୍ଟିଭରେ କ'ଣ ହେଇଯିବ, ବାଜି ହିଁ ଯିବ ପିଲାମାନେ। ତେଣୁ ତା ପାଇଁ କ'ଣ ହବନି ପିଲାମାନେ, ଓଡିଟ୍ ହଉନି, ଆରାମସେ ବାଜିଯିବ। ଯଦି ଚାହୁଁଛ ପଢ଼ିବା ପାଇଁ ତାହେଲେ ପଢ଼, ଯଦି ନ ପଢ଼ିବ ତାହେଲେ ଏକ୍ଜାମ୍ ହଲ୍ରେ କ'ଣ ତାକୁ ପଚାରିବ, ତାକୁ ଡାକିବ ହେଲା। ଏଇ ପରିସ୍ଥିତି ଆସି କ'ଣ ତମର ପହଞ୍ଚିଯିବ। ନହେଲେ ତମେ ଯଦି ଚାହୁଁଛ ପିଲାମାନେ 30 ରଖିବା ପାଇଁ, ଆଟଲିଷ୍ଟ 30 ରଖିବା ପାଇଁ, ଏବଂ ମନରୁ ଯଦି କ'ଣ କିଛି ଧାବା ବାଡ଼ି କ'ଣ 10 ରହିଯିବ, ତାହେଲେ ତମର କ'ଣ ହେଇଯିବ, ଆରାମସେ କେତେ ରହିଯିବ, 40 ମାର୍କ ରହିଯିବ। ଠିକ୍ ଅଛି। କିନ୍ତୁ ଲଙ୍ଗ କ୍ୱେଶ୍ଚନରେ କ'ଣ କରିବା, ପିଲାମାନେ, ଗୋଟେ ମିନିଟ୍। ଲଙ୍ଗ କ୍ୱେଶ୍ଚନରେ କ'ଣ କରିବା ପିଲାମାନେ, ଲଙ୍ଗ କ୍ୱେଶ୍ଚନ କିଛି କରିପାରିବାନି। ଟ୍ରାଏ କର ପିଲାମାନେ, ଟ୍ରାଏ କରିବ ଆଟଲିଷ୍ଟ ଟ୍ରାଏ କରିବ ପିଲାମାନେ ଲାଇଫ୍ ସାଇନ୍ସର ପିଲାମାନେ ଯଦି ପର୍ଯ୍ୟନ୍ତ କିଛି ଯଦି ପାଠ ପଢ଼ିନ, ତମକୁ ଖାଲି ଗୋଟେ ଚାପ୍ଟର ମୁଁ ଖାଲି କହୁଛି ତାକୁ ପଢ଼ିକି ଯିବ। ଯଦି ଚାହୁଁଛ ପିଲାମାନେ କ'ଣ ପଢ଼ିକି ଯିବ, ତମମାନଙ୍କର ଆମ ପରିବେଶ ଚାପ୍ଟର ପଢ଼ିକି ଯିବ, ପୋଷଣ ଚାପ୍ଟର ପଢ଼ିକି ଯିବ, ଶୋଷଣ ଚାପ୍ଟର ପଢ଼ିକି ଯିବ, ରେଶନ ଚାପ୍ଟର ପଢ଼ିକି ଯିବ, ତମକୁ ଏ ଭିତରୁ କ'ଣ ହେଇଯିବ ପିଲାମାନେ ଲଙ୍ଗ କ୍ୱେଶ୍ଚନ ବାଜିଯିବ। ଲଙ୍ଗ କ୍ୱେଶ୍ଚନ ରେଚନ ପଢ଼ନି, ରେଚନ ବଂଶାରଙ୍ଗ ବିବର୍ତ୍ତନ ତାକୁ କିଛି ପଢ଼ନି, ତାକୁ ପଶିଲା ମାନେ ତମେ କ'ଣ ବୁଝିପାରିବନି, ତାକୁ ଛାଡ଼ିଦିଅ। ଶହ ଚାପ୍ଟର ଅଛି, ତାକୁ କ'ଣ ପିଲାମାନେ ପଢ଼। ଆଟଲିଷ୍ଟ ତମେ 5ଟାରୁ 7ଟା କ୍ୱେଶ୍ଚନ, 5ଟାରୁ 7ଟା ଲଙ୍ଗ କ୍ୱେଶ୍ଚନ କ'ଣ ପଢ଼ିକି ଯିବ, 5ଟାରୁ 7ଟା ଲଙ୍ଗ କ୍ୱେଶ୍ଚନ କ'ଣ ପଢ଼ିକି ଯିବ। ଯଦି ପିଲାମାନେ ତମକୁ ଏଇ ଲଙ୍ଗ କ୍ୱେଶ୍ଚନ ଯଦି ଏକ୍ଜାମ୍ ହଲ୍ରେ ନ ଆସିଲା, ଯଦି ଏଇ କ୍ୱେଶ୍ଚନ ପିଲାମାନେ ଏକ୍ଜାମ୍ ହଲ୍ରେ ନ ଆସିଲା, ତାକୁ କ'ଣ କରିବ ପିଲାମାନେ, ତମର କ୍ୱେଶ୍ଚନ ଯାହା ପଢ଼ିଛି ତାକୁ ଲେଖିକି ପଳେଇ ଆସିବ। ତମ କ୍ୱେଶ୍ଚନ ଯାହା ପଢ଼ିଛି ତାକୁ କ'ଣ କରିବ, ଲେଖିଦେଇକି ପଳେଇ ଆସିବ। ଆଟଲିଷ୍ଟ ତମେ ଯଦି ଫେଲ୍ ହେବା କଥା, ସେଠି ତମକୁ ଗୋଟେ ପିଲାମାନେ 10 ମିଳିଯିବ ନା, ଆଟଲିଷ୍ଟ 10 ପାଇଯିବ ନା। 25 ମାର୍କ ତମକୁ 10 ମାର୍କ ମିଳିଯିବ ନା। ମୋ କଥା ବୁଝିପାରୁଛ, ମୁଁ ଯୋଉ କଥା କହୁଛି। ଆଟଲିଷ୍ଟ 25 ମାର୍କ ତମକୁ ଲାଇଫ୍ ସାଇନ୍ସର 25 ମାର୍କ କେତେ ମାର୍କ ମିଳିଯିବ, 10 ମାର୍କ ମିଳିଯିବ ନା। ଯଦି କ'ଣ କରିକି ଆସିବ, ପେଜ୍ ଯଦି ଫିଲ୍ କରିକି ଆସିବ। ଆଉ ଯଦି ପେଜ୍ ପିଲାମାନେ ବ୍ଲାଙ୍କ ରଖିବ, ତାହେଲେ ତମକୁ ମାର୍କ କିଏ ଦେବ ପିଲାମାନେ, କେହି ମାର୍କ ଦେବେନି। ତେଣୁ ଆମକୁ ପେଜ୍ ପିଲାମାନେ କ'ଣ ଲେଖିବାର ଅଛି, ଆମକୁ ଯାହା ପଢ଼ିକି ଯାଇଛ, କୋଶ୍ଚିନ୍ସ ପଢ଼ୁ ନ ପଢ଼ୁ ଆମକୁ ଯାହା ପଢ଼ିକି ଯାଇଛ ପିଲାମାନେ କ'ଣ କରିବ, ତାକୁ ଲେଖିକି ଆସିବ। ଆଟଲିଷ୍ଟ ତମେ କ'ଣ 10 ମାର୍କ ପାଇଯିବ, 10 ମାର୍କ ପାଇଯିବ। ଗୋଟେ ଏକ୍ଜାମିନର ଦେଖିବ, ଗୋଟେ ପିଲା ଲେଖିଛି ମାନେ କ'ଣ କିଛି ଦେବେ, ମାର୍କ ଦେଇଦେବେ ହେଲା, କିଛି ଦେଇଦେବେ। ଆଉ ଯଦି ତମକୁ ଭାଗ୍ୟ ଯଦି କ'ଣ ଗୋଟେ ପଡ଼ିଗଲା, ଗୋଟେ ସୁଣ୍ଠା ଏକ୍ଜାମିନର ପଡ଼ିଗଲା, ତାହେଲେ ତମକୁ ସେ କ'ଣ ଖାତା ପେଟକୁ କିଛି କରିହେବନି। କିନ୍ତୁ ତମକୁ କ'ଣ ପିଲାମାନେ ଏଠି 10 ମାର୍କ କ'ଣ ତମକୁ ସେ ଦେଇଦେବେ। ସେଇଭଳି ପିଲାମାନେ ଟ୍ରାଏ କରିବ ପିଲାମାନେ କ'ଣ କରିବାକୁ,
जदि डायग्राम पड़ी जाଉଛି डायग्राम करिवो डायग्राम पड़ीगले बढ़िया डायग्राम हृत्पिंड पड़ीगला तुम डायग्राम कि गोमूलस पड़ीगला वृक्क रेचन पड़ीगला शुक्राणु पड़ीगला जहाँ भी पड़ीगला तुमको जहाँ डायग्राम पड़छ डायग्राम टे भलो से करबो आ कोन मेंशन भी करियो जम भूलिबोनी बुझ पारला तो सेही बड़ी प्लान फिजिकल साइंस कोन करियो प्लान फिजिकल साइंस कोन करिवो ना सेही बड़ी फिजिकल साइंस प्लान 5 ରୁ 7 लॉन्ग क्वेश्चन पढ़ियो चेष्टा करबो 5 ରୁ 7 लॉन्ग क्वेश्चन कोन पढ़ियो चेष्टा करो जेने असला विद्युत मोटर आसीगला जनरेटर आसीगला पिला माने तमर पंक्ति संयोग समांतर संयोग मैथमेटिकल क्वेश्चन पकड़ होची लेंस चैप्टर क्वेश्चन पकड़ होची हला ब्लीचिंग पाउडर धोइबा छोरा खाइबा छोरा समानकर प्रस्तुति व्यवहार पचार होची रासायनिक समीकरण तमर जो चैप्टर अछि फास्ट चैप्टर रासायनिक प्रतिक्रिया समीकरण सेतु तम जेतक भी कोन अछि प्लान प्रतिक्रिया अछि ताकू पिलाने ता उदाहरण प्लान ताकू सब कोन कर प्लान पढ़ी जाओ छोट छोट जिंस कोन पढ़ी जाओ प्लान पढ़ी जाओ जदी न बाजिला ठीक अछि जदी न बाजिला कोन करबो पेज ब्लैंक रखिबोनी कोन करबो पिलाने फिल अप करि आसीबो पेज फिल अप करि आसीबो एठी भी कोन पाइजिबो आराम से 10 पाइजिबो एठी 10 पाइजिबो एठी 10 पाइजिबो 20 मार्क आराम से रहिजिबो सेठी भाई मो कहउछि पिलाने तुमको ऑब्जेक्टिव रे 40 रखिया पड़िबो जदी 40 रखि दबो एठी 20 रखि दबो ता तुमको पिलाने 60 रु केही काटि परिबेनी 60 रु पिलाने केही काटि परिबे नाही एटलीस्ट तो 50 रहइबो ना एटलीस्ट तो 50 रहइबो ना जोडी गठबुला तुमसे फेल हबा कथा केते रहइबो 50 रहइबो ना रहइबोनी पढ़िया को पड़िबो न पढ़ले केन हबो तुमको से ऑब्जेक्टिव बोले पिला पचारि बुझी देखि दबो सब्जेक्ट भी कोन करबो रे अरे सब्जेक्ट भी कोन करबो ना मनु कोन लिखो तुमको रैंडम क्वेश्चन पचारिबे तुमको रैंडम क्वेश्चन पचारि गोटे दुष्ट दोष नहीं गोटे लंग क्वेश्चन पड़ा समय वृष्टि पड़ा कौन पड़ा समय वृष्टि पड़ा तुम मन कौन लिख मत कह मन कौन लिख गोटे 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 पर्सन मुझे गोटे पर्सन मु मन कौन लिखी मत कह मन कौन लिखी किसी लिखी आटलिस्ट जब मुझे 2 लाइन पढ़ी बुझी ताहले मुझे कौन विस्तृत भाव कौन लिखिदेवी जब मुझे किसी बुझी नी किसी जान मुझे कौन लिखी मोटा बुझे बुझन तो तुम प्लान ये 2 दिन प्लान कौन करा परिश्रम करा पड़ो कौटी परिश्रम करा पड़ो ना एमसीक्यू परीक्षा रूप पढ़ो आ लास्ट वर्ष क्वेश्चन टी पढ़ी आ तुम प्लान ये देखो चेष्टा कर प्लान फिजिकल साइंस और लाइफ साइंस जितक प्लान कौन अच्छी इंपोर्टेंट क्वेश्चन अच्छी इंपोर्टेंट प्लान बाछी 5टा लंग क्वेश्चन 5टा लंग क्वेश्चन 10टा क्वेश्चन पढ़ी जाओ रे 10टा लंग क्वेश्चन पढ़ी जाओ 10टा लंग क्वेश्चन 5-7टा 3 मार्क क्वेश्चन 5-7टा कौन 2 मार्क क्वेश्चन पढ़ी जाओ जदि एग्जाम हॉल बाजीगला देन ओके जदि न बाजला तुमको कौन पकड़ी जो फंडामेंटल कहली कौन करवा फिल अप करके आसी भारी एटलिस्ट तुमको केते बेजिवो 10 मार्क हे 20 मार्क कौन पाइजिवो एवं पास हो जाई पारो फेल होगा कथा कहबोनी पास हो जाई कौन पारो पिला माने तो एया थला तुमको पे गोटे छोटो सेक्शन पिला माने आशा करछि सेक्शन तुमको भल लागिथिबो जदि भल लागिछि ताहले चैनल को सब्सक्राइब कर जम भूलिबोनी चैनल को सब्सक्राइब करो एवं वीडियो को लाइक करो वीडियो को लाइक करबो चैनल को सब्सक्राइब करबो एवं तुमको जेतक भी जितक भी पिला फेल होगा अच्छा ना सांग मैंने सब कौन कर चैनल वीडियो को सेंड कर से भी पास हो तुम मैंने भी कौन फेल हो तुम पास हो से पास हो उभय मिसिकी पास हो ताले कौन कर वीडियो को प्लान शेयर कर दियो चैनल सब्सक्राइब कर भूलनी समस्त प्लान एग्जाम भल हम जमा व्यस्त होनी आराम से प्लान लिखिक आसो सुंदर अक्षर लिखिक आसो चेष्टा कर प्लान जिते पार्छ कौन सांग सहित कम्युनिकेट रखा प्लान कथबार्ता लिखा चेष्टा कर पचार से तुमको पचारे टिके पढ़ापढ़ी कर आराम से कौन प्लान तुम एग्जाम निहाती भल हो थैंक यू प्लान थैंक यू प्लान वीडियो देखिए धन्यवाद समस्त थैंक यू सो मच।